ଆଚ୍ଛା, ଆମ ଓଡ଼ିଶାରେ ଏମିତି ଏକ ଛୋଟ ସହର ଅଛି, ନା ତାର କାକଟପୁର, ଯେଉଁଠି ଗୋଟେ ବହୁତ ବଡ଼ ଦିବ୍ୟ ରହସ୍ୟ ଲୁଚି ରହିଛି। ଆଉ ଏ କାହାଣୀଟା ଏମିତି ଯେ ଏଠି ଦେବତାମାନଙ୍କୁ ବି ବାଟ ଖୋଜିବାକୁ ପଡ଼େ, ଆଉ ସେ ବାଟ ଦେଖାଏ ଗୋଟେ ସ୍ୱପ୍ନ। ତେବେ ଆସନ୍ତୁ ବିଶ୍ୱାସର ଏହି ଅଦ୍ଭୁତ ଯାତ୍ରା ଆରମ୍ଭ କରିବା। ତେବେ ଗୋଟେ ସିଧାସଳଖ ପ୍ରଶ୍ନର ଆରମ୍ଭ କରାଯାଉ। ଭାବନ୍ତୁ ତ, ଯଦି ଗୋଟେ ପବିତ୍ର ଗଛ ଖୋଜିବାର ଦାୟିତ୍ୱ ମିଳେ, ଯାହାକୁ ସ୍ୱୟଂ ଦେବତାମାନେ ବାଛିଛନ୍ତି, ତାହେଲେ ସେ ଖୋଜା କେଉଁଠୁ ଆରମ୍ଭ ହେବ, କେମିତି? ଏଇ ଗୋଟିଏ ପ୍ରଶ୍ନ ଭିତରେ ହିଁ ପୂରା ରହସ୍ୟଟା ଲୁଚିକି ଅଛି। ଆଜିକାଲିକା ଦୁନିଆରେ ତ ଆମେ ସଙ୍ଗେ ସଙ୍ଗେ ମ୍ୟାପ୍ କିମ୍ବା ଜିପିଏସ୍ ଖୋଲିଦେବା, କିନ୍ତୁ ଏଇ ଦିବ୍ୟ ଖୋଜାଖୋଜିରେ ଟେକ୍ନୋଲୋଜିର କୌଣସି କାମ ନାହିଁ। ଏହାର ରାସ୍ତା ଦେଖାଏ ଗୋଟେ ସମ୍ପୂର୍ଣ୍ଣ ଭିନ୍ନ ଶକ୍ତି। ଆଉ ସେଇଟା ହେଉଛି ଗୋଟେ ସ୍ୱପ୍ନ। ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ମହାନ ଖୋଜର ଆରମ୍ଭ ହୁଏ ଗୋଟିଏ ରହସ୍ୟମୟ ସ୍ୱପ୍ନରୁ, ଆଉ ଏଇଠୁ ହିଁ ଆମ କାହାଣୀର ମୋଡ଼ ବଦଳିଯାଏ। ଏଠି ତର୍କ ପଛରେ ରହିଯାଏ, ଆଉ ବିଶ୍ୱାସ ହିଁ એકમાત્ર ରାସ୍ତା ହୋଇଯାଏ। ତେବେ ଆସନ୍ତୁ ଏବେ ମୂଳ କଥାକୁ ଯିବା। ଏହି ପୂରା ଘଟଣାଟା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସବୁଠୁ ବଡ଼ ଓ ପବିତ୍ର ଉତ୍ସବ ନବକଳେବର ସହିତ ଜଡ଼ିତ। ତ ନବକଳେବର ମାନେ କ'ଣ? ସରଳ ଭାଷାରେ କହିଲେ, ଏହା ହେଉଛି ଏକ ମହାପର୍ବ ଯାହା ପ୍ରତି 12ରୁ 19 ବର୍ଷରେ ଥରେ ଆସେ। ଏହି ସମୟରେ ମହାପ୍ରଭୁଙ୍କ ପୁରୁଣା ବିଗ୍ରହଙ୍କୁ ବଦଳାଇ ନୂଆ ବିଗ୍ରହ ସ୍ଥାପନ କରାଯାଏ। କିନ୍ତୁ କଥା ହେଉଛି, ଏହି ନୂଆ ବିଗ୍ରହ ପାଇଁ ଯେଉଁ କାଠ ବା ଦାରୁ ଦରକାର, ତାହା କୌଣସି ସାଧାରଣ ଗଠରୁ ଆସେନି। ସେ ହେଉଛନ୍ତି ସ୍ୱୟଂ ଦାରୁବ୍ରହ୍ମ, ଏକ ଦିବ୍ୟ ବୃକ୍ଷ, ଆଉ ତାକୁ ଖୋଜିବାରେ ସ୍ୱୟଂ ଦେବୀ ସାହାଯ୍ୟ କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ପୂଜକମାନେ ଏଥିପାଇଁ ଓଡ଼ିଶାର କୌଣସି ଜଙ୍ଗଲରେ ଖୋଜାଖୋଜି କରନ୍ତିନି। ନା, ସେମାନଙ୍କର ଗନ୍ତବ୍ୟସ୍ଥଳ ସବୁବେଳେ ଗୋଟିଏ ହିଁ ଥାଏ, ସେହି ପ୍ରାଚୀ ନଦୀ କୂଳରେ ଥିବା ଛୋଟିଆ ସହର କାକଟପୁର। ଏବେ ପ୍ରଶ୍ନ ଉଠୁଛି, କାହିଁକି ଏତେ ସ୍ଥାନ ଥାଉ ଥାଉ କେବଳ ସେହି ଗୋଟିଏ ଜାଗା କାହିଁକି? ଏହାର ଉତ୍ତର ସେହି ସହରର ଆରାଧ୍ୟ ଦେବୀ ମା ମଙ୍ଗଳାଙ୍କ କିମ୍ବଦନ୍ତୀ ଭିତରେ ଲୁଚି ରହିଛି। ତେବେ ଚାଲନ୍ତୁ ସେହି ପ୍ରାଚୀନ କାହାଣୀ ଭିତରକୁ ଯିବା। କୁହାଯାଏ ଯେ ବହୁତ ବର୍ଷ ତଳେ ଦେବୀ ମଙ୍ଗଳାଙ୍କ ପ୍ରତିମା ପ୍ରାଚୀ ନଦୀର ଗର୍ଭରେ ଲୁଚି ରହିଥିଲା। ସେତେବେଳେ କେହି ବି ତାଙ୍କ ବିଷୟରେ ଜାଣିନଥିଲେ। କିମ୍ବଦନ୍ତୀ ଅନୁସାରେ ଥରେ ପ୍ରବଳ ବର୍ଷା ଯୋଗୁଁ ପ୍ରାଚୀ ନଦୀରେ ଭୟଙ୍କର ବନ୍ୟା ଆସିଲା, ଆଉ ସେହି ଝଡ଼ ତୋଫାନ ରାତିରେ ଜଣେ ବିଚରା ନାଉରୀ ନିଜ ଡଙ୍ଗା ସହ ନଈ ମଝିରେ ଫସିଗଲା। ସେତେବେଳେ ସେ ବଞ୍ଚିବାର ସବୁ ଆଶା ଛାଡ଼ି ଦେଇଥିଲା। ଠିକ୍ ଯେତେବେଳେ ସବୁ ଆଶା ସରିଯାଇଥିଲା, ଠିକ୍ ସେତିକିବେଳେ ନାଉରୀକୁ ଏକ ସ୍ୱପ୍ନାଦେଶ ହେଲା। ସ୍ୱୟଂ ଦେବୀ ମା ମଙ୍ଗଳା ତାକୁ ସ୍ୱପ୍ନରେ ଦର୍ଶନ ଦେଲେ, ଆଉ କହିଲେ, ନଦୀରୁ ମୋର ମୂର୍ତ୍ତି ଉଦ୍ଧାର କର, ଆଉ ମଙ୍ଗଳପୁର ଗାଁରେ ମୋର ପୀଠ ତିଆରି କର। ନାଉରୀ ଜଣକ ଦେବୀଙ୍କର ଆଦେଶ ମାନିଲେ, କିନ୍ତୁ କାହାଣୀ ଏତିକିରେ ସରିନଥିଲା। ଏହାପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା, ଯାହା ସେହି ସ୍ଥାନକୁ ଗୋଟେ ନୂଆ ନାଁ ଦେଲା। ଯେତେବେଳେ ନାଉରୀ ଜଣଙ୍କ ଦେବୀଙ୍କ ମୂର୍ତ୍ତିକୁ ପାଣି ଭିତରୁ ବାହାର କଲେ, ସେତେବେଳେ ସେଠି ଏକ ଅବିଶ୍ୱାସନୀୟ ଦୃଶ୍ୟ ଦେଖିବାକୁ ମିଳିଲା। ଗୋଟେ କଳା କାଉ ଆକାଶରୁ ସିଧା ଆସିଲା, ଆଉ ଠିକ୍ ସେଇ ଜାଗାରେ ପାଣିରେ ବୁଡ଼ିଗଲା, କିନ୍ତୁ ଆଉ କେବେହେଲେ ବାହାରକୁ ଆସିଲାନି। ଏହି ରହସ୍ୟମୟ ଘଟଣା ସେଠି ଥିବା ସମସ୍ତଙ୍କୁ ଚକିତ କରିଦେଲା। ଏଇ ଅଲୌକିକ ଘଟଣାରୁ ହିଁ ସେ ଜାଗାକୁ ଗୋଟେ ନୂଆ ନାଁ ମିଳିଲା। ଏଇ ନାଁଟା ଦୁଇଟି ଓଡ଼ିଆ ଶବ୍ଦରୁ ତିଆରି। ପ୍ରଥମଟି ହେଲା କାକ୍, ଯାହାର ଅର୍ଥ ତ ସମସ୍ତେ ଜାଣନ୍ତି, କାଉ। ଆଉ ଦ୍ୱିତୀୟ ଶବ୍ଦଟି ହେଲା ଅଟକ, ଯାହାର ଅର୍ଥ ହେଉଛି ଅଟକି ଯିବା। ତେବେ ଏମିତି ହିଁ ଦୁଇଟି ଶବ୍ଦ ମିଶିଗଲା, କାକ ମାନେ କାଉ, ଆଉ ଅଟକ ମାନେ ଅଟକିଯିବା। ଆଉ ଏହି ଦୁଇଟାକୁ ମିଶେଇକି ହିଁ ସେ ଜାଗାର ନାଁ ହେଲା କାକଟପୁର, ଯେଉଁଠି କାଉ ଅଟକି ଯାଇଥିଲା। ଏମିତି ଭାବରେ ମଙ୍ଗଳପୁର ଗାଁର ନାଁ ସବୁଦିନ ପାଇଁ ବଦଳିଗଲା, ଆଉ ସେ ପରିଚିତ ହେଲା କାକଟପୁର ନାଁରେ। ଆଚ୍ଛା, ଏବେ ଆସନ୍ତୁ ପୁଣି ସେଇ ମୂଳ ପ୍ରଶ୍ନ ପାଖକୁ ଫେରିବା। ଦେବୀଙ୍କର ଏହି ସ୍ୱପ୍ନ ଆଧାରିତ ଆବିର୍ଭାବ କେମିତି ନବକଳେବରର ସେହି ବଡ଼ ରହସ୍ୟର ସମାଧାନ କରେ? ହଁ, ତ ଏହି ସମାଧାନର ପ୍ରକ୍ରିୟାଟା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ଆଉ ପରମ୍ପରା ଉପରେ ଚାଲେ। ଯେତେବେଳେ ନବକଳେବର ସମୟ ଆସେ, ପୁରୀରୁ ଦଇତାପତି ସେବକମାନେ କାକଟପୁରକୁ ଯାତ୍ରା କରନ୍ତି। ସେଠାରେ ସେମାନେ ଅତ୍ୟନ୍ତ ନିଷ୍ଠାର ସହ ମା ମଙ୍ଗଳାଙ୍କ ପୂଜା କରନ୍ତି, ଆଉ ମନ୍ଦିରରେ ହିଁ ଶୋଇପଡ଼ନ୍ତି। ଆଉ ଏହା ବିଶ୍ୱାସ କରାଯାଏ ଯେ ଦେବୀ ସେମାନଙ୍କ ମଧ୍ୟରୁ କାହାକୁ ନା କାହାକୁ ସ୍ୱପ୍ନରେ ଆସି ପବିତ୍ର ଦାରୁବ୍ରହ୍ମର ସଠିକ୍ ଠିକାନା ବତାଇ ଦିଅନ୍ତି। ଆଉ ଏହା କୌଣସି ଆଜିକାଲିର କଥା ନୁହେଁ। ଏହି ପରମ୍ପରା ଶହେ ଶହେ ବର୍ଷ ଧରି ବିନା କୌଣସି ପରିବର୍ତ୍ତନରେ ଠିକ୍ ସେହିପରି ପାଳନ କରାଯାଉଛି, ଯାହା ଏହି ପ୍ରକ୍ରିୟା ଉପରେ ଥିବା ଲୋକଙ୍କର ଅଟଳ ବିଶ୍ୱାସକୁ ହିଁ ଦର୍ଶାଏ। ନବକଳେବରରେ ଏତେ ବଡ଼ ଭୂମିକା ତ ଅଛି, କିନ୍ତୁ ଏହା ବ୍ୟତୀତ କାକଟପୁର ମଙ୍ଗଳା ମନ୍ଦିରର ନିଜର ବି ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହାକୁ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବରେ ବି ପୂଜା କରାଯାଏ।
ଏହି ମନ୍ଦିରର ଐତିହାସିକ ଗୁରୁତ୍ୱ ବି ବହୁତ। ବର୍ତ୍ତମାନ ଯେଉଁ ମନ୍ଦିର ଅଛି ତାହା 1500 ଶତାବ୍ଦୀରେ ତିଆରି ହୋଇଥିଲା ବୋଲି କୁହାଯାଏ। ଆଉ ଏହା ଆମ ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ କଳାର ଏକ ବହୁତ ସୁନ୍ଦର ଉଦାହରଣ। ଏହାର ସୁନ୍ଦର କାରୁକାର୍ଯ୍ୟ ଆଉ ଉଚ୍ଚ ଶିଖର ଶହ ଶହ ବର୍ଷ ଧରି ଲୋକଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଏହି ଅଟଳ ବିଶ୍ୱାସର ସବୁଠୁ ବଡ଼ ପ୍ରମାଣ ହେଉଛି ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ବାର୍ଷିକ ପର୍ବରେ ଭକ୍ତମାନେ ଦେବୀଙ୍କ ଉପରେ ଏତେ ବିଶ୍ୱାସ ରଖନ୍ତି ଯେ ସେମାନେ ଜଳୁଥିବା ନିଆଁ ଉପରେ ଖାଲି ପାଦରେ ଚାଲିଯାନ୍ତି। ଏହା ସତ୍ୟରେ ବିଶ୍ୱାସର ଏକ ଚରମ ପରୀକ୍ଷା। ତେବେ ଶେଷରେ ଏହି କାହାଣୀ ଆମ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଆଜିର ଡାଟା ଆଉ ଟେକ୍ନୋଲୋଜିର ଦୁନିଆରେ ଯେଉଁଠି ଆମେ ସବୁକିଛି ପାଇଁ ପ୍ରମାଣ ଖୋଜୁ, ସେଠି ଗୋଟେ ସ୍ୱପ୍ନର ଭୂମିକା କ'ଣ ହୋଇପାରେ? କେମିତି ଗୋଟେ ସ୍ୱପ୍ନ ଏତେ ବଡ଼ ଏକ ପବିତ୍ର ସତ୍ୟର ରାସ୍ତା ଦେଖାଇପାରେ? ଏହା ଆମକୁ ବିଜ୍ଞାନ ଆଉ ବିଶ୍ୱାସ ଭିତରେ ଥିବା ସମ୍ପର୍କକୁ ନେଇ ପୁଣି ଥରେ ଭାବିବାକୁ ବାଧ୍ୟ କରେ, ନୁହେଁ କି?